ସୁସ୍ଥ ହେଉଛି ଜଗା। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ସୁସ୍ଥ ହେଲାଣି। ଅନ୍ୟ ପିଲାଙ୍କ ଭଳି ପଢୁଛି, କଥା ହେଉଛି, ବାପାଙ୍କ ହାତ ଧରି ବାହାରେ ବୁଲୁଛି। ଜଗା ଅନ୍ୟ ପିଲାଙ୍କ ସହିତ ମିଶି ବୁଲାବୁଲି ବି କରୁଛି। ହେଲେ କେବେ ତା ମୁଣ୍ଡରୁ ସବୁଦିନ ପାଇଁ ହେଲମେଟ ବାହାରିବ ତାକୁ ନେଇ ଏବେ ପରିବାର ଲୋକ ଆଉ ସେ ବି ଚିନ୍ତାରେ। 2023 ଡିସେମ୍ବର ମାସରେ ଦିଲ୍ଲୀ ଏମ୍ସ ଡାକ୍ତରମାନେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ସମୟାନୁକ୍ରମେ ଆଗାମୀ ଦିନରେ ତା ମୁଣ୍ଡର ଦ୍ୱିତୀୟ ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ। ଏହାରି ଭିତରେ 3 ବର୍ଷ ବିତି ଯାଇଥିଲେ ମଧ୍ୟ ଜଗାର ଦ୍ୱିତୀୟ ଅସ୍ତ୍ରୋପଚାର ହୋଇନି ଏବଂ ସେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନରେ ଡାକ୍ତରମାନଙ୍କ ନିରୀକ୍ଷଣରେ ରହିଛି। ଏନେଇ ଏକ୍ସକ୍ଲୁସିଭ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ତ୍ରିନାଥ ସାହୁ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମେଲୁପଡ଼ା ଗାଁରେ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆ କିଭଳି ଦୁଃଖଦାୟକ ଜୀବନ ବିତାଉଥିଲେ ସେ ନେଇ ଆମେ ଓଟିଭିରେ 2017 ମସିହାରେ ଏକ୍ସକ୍ଲୁସିଭ ରିପୋର୍ଟ ପ୍ରକାଶ କରିଥିଲୁ। ତାପରେ ପ୍ରଶାସନ ଏବଂ ସରକାର ଏହା ଉପରେ ତତ୍ପରତା ପ୍ରକାଶ କରିଥିଲେ ଏବଂ 2017 ମସିହାରେ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା। ତାପରେ ସେଠାରେ ତାଙ୍କର ସଫଳ ଅସ୍ତ୍ରୋପଚାର ପରେ 2020 ମସିହାରେ ବଳିଆକୁ ଏସ୍ସିବି କଟକ ମେଡିକାଲକୁ ଅଣାଯାଇଥିଲା ଏବଂ ସେଠାରେ ତାର ଦେହାନ୍ତ ହୋଇଯାଇଥିଲା। ତା ପରବର୍ତ୍ତୀ ସମୟରେ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। 5 ବର୍ଷ 6 ମାସରୁ ଅଧିକ ସମୟ ଧରି ସେମାନେ ଏଠାରେ ରହିଲେଣି। ତାଙ୍କୁ ବର୍ତ୍ତମାନ କେମିତି ଏଠି ସବୁ ଚିକିତ୍ସା ଦିଆଯାଉଛି ଏବଂ କ'ଣ ଆବଶ୍ୟକତା ରହିଛି ଆମେ ସେ ନେଇ ଆଜି ଯେଉଁ ଜଗାର ମା ରହିଛନ୍ତି ପୁଷ୍ପା ତାଙ୍କୁ ପଚାରି ବୁଝିବା ଯେ ତାଙ୍କର ଆଉ କ'ଣ ଆବଶ୍ୟକତା ରହିଛି, ବର୍ତ୍ତମାନ ଜଗା କେମିତି ରହିଛି। ଭଗବାନ କୃପାରୁ ଜଗା ତ ଅପରେସନ ହୋଇକି ଭଲରେ ଜଗା ବଳିଆ ଘରକୁ ଧରିକି ଫେରୁଥିଲି। ଜଗାର ବଳିଆର ଡେଟ୍ ହେଇଗଲା। ତାପରେ ଏବେ ଫୁଲବାଣୀ ଆସି ଅଛୁ। ଜଗା କିନ୍ତୁ ଏବେ ଭଲରେ ଅଛି। ଯେମିତିକି ନର୍ମାଲ ପିଲା ଯିବା ଆସିବା ବୁଲିବା କରୁଛନ୍ତି ସେମିତି ବୁଲା ଖେଳା କରୁଛି। ଆଉ ଜଗାର କେବେ ସର୍ଜରୀ ହେବ, ଯେଉଁ ଲାଷ୍ଟ ଖପରି ପଡ଼ିବ, ଆଉ ଜଗାର ପାଠ ପଢ଼ା, ଆଉ ଜଗାର ହେଲମେଟ ନାହିଁ, ଏତିକି ବହୁତ ବହୁତ ସରକାରକୁ ଆମର। ଠିକ ଅଛି, ଜଗା ଏଠି ପ୍ରାୟ ଏତେ ଦିନ ରହିଲାଣି। ଏଇ ଭିତରେ ତାକୁ କୋଉମାନେ ଆସିକି ଆଉ ଦେଖିଛନ୍ତି ଦିଲ୍ଲୀ ଏମ୍ସର କିମ୍ବା ଯେଉଁ ପ୍ରଫେସର ଯେଉଁମାନେ ଦେଖିଥିଲେ ତାଙ୍କୁ ସେମାନେ ଆସିଛନ୍ତି କି? ତାକୁ କ'ଣ ଏଠି ସ୍ୱାସ୍ଥ୍ୟ ସେବା ଦିଆଯାଉଛି, କ'ଣ ଟ୍ରିଟମେଣ୍ଟ କରାଯାଉଛି ବର୍ତ୍ତମାନ? ଜଗା ତ ଦିଲ୍ଲୀରୁ ଆସିଲା ପରେ ଭାଇ ତାର ମେଡିସିନ ପତ୍ର କିଛି ନାହିଁ। ଆଉ ଭଗବାନ କୃପାରେ ଜଗା ବି ଭଲରେ ଅଛି। କେବଳ ଖାସ ଥଣ୍ଡା ଟିକେ ହେଲେ ମେଡିସିନ ଆଣିଲେ ଜଗା ଭଲ ହୋଇଯାଉଛି। ଏମିତି ଜ୍ୱର ବି ହେଉନାହିଁ। ଆଉ ଦୀପକ ସାର୍ ଦିଲ୍ଲୀରୁ ବି ଆସିଥିଲେ। ଦୀପକ ସାର୍ କହିଲେ ଜଗାର 10 ବର୍ଷ ହେଲେ ଖପରି ପଡ଼ିବ। ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ବି ଆସିଥିଲେ। ଆଉ ସ୍ୱାସ୍ଥ୍ୟମନ୍ତ୍ରୀକି ମଧ୍ୟ ବହୁତ ବହୁତ ଧନ୍ୟବାଦ। ଜଗାକୁ ବର୍ତ୍ତମାନ ବୟସ କେତେ ହେଲା? କେତେ ଜଗାର ଏବେ 11 ବର୍ଷ ହେଲା। 2017 ମସିହାରେ ହେଇଥିଲା ଅପରେସନ। 2017 ଯଦି ଦେଖିବା ବର୍ତ୍ତମାନ 2026ରେ ଆମେ ପହଞ୍ଚେ, 9 ବର୍ଷ ହେଇଗଲା। ଅପରେସନ ତାର 10 ବର୍ଷ ପରେ କରାଯିବ ପୁନର୍ବାର କୁହାଯାଇଛି ନା ବୟସ 10 ବର୍ଷ ପରେ? ଅପରେସନ ସରିକି 10 ବର୍ଷ ହେଲେ ଖପରି ପଡ଼ିବ ବୋଲି କହିଛନ୍ତି। ତ ତାହେଲେ ଆଉ ଅଳ୍ପ ଦିନ ଭିତରେ, କମ ଦିନ ଭିତରେ ବୋଧେ ହେଇଯିବ। ଆଜ୍ଞା। କ'ଣ କିଛି ସେମାନେ ଆପଣମାନଙ୍କୁ ଯୋଉ ଦିଲ୍ଲୀର ସାର୍ ସେମାନେ ଆପଣମାନଙ୍କୁ ଯୋଗାଯୋଗ କରୁଛନ୍ତି ମୋବାଇଲରେ କି କ'ଣ ଏମିତି ସବୁ କଥାବାର୍ତ୍ତା ହଉଛ? ନାଇଁ ତ ସେ ଆମର ତ ବଡ଼ ମୋବାଇଲ ନଥିଲା ଆଉ କେହି ଯିବା ଆସିବା କରିନାହାନ୍ତି। ଏବେ ଯୋଗ ଆସିଲା ପରେ ଦିଲ୍ଲୀରୁ ଆସିଥିଲେ, ଦୀପକ ସାର୍ ଆସିଲେ ଆଉ 10 ବର୍ଷରେ ହବ ବୋଲି କହିଛନ୍ତି। ଏବେ ଆଉ କୌଣସି ସାର୍ ମାନେ ସେ ବ୍ୟବସ୍ଥାରେ କିଛି କଥାବାର୍ତ୍ତା ହେଇନାହାନ୍ତି। ଏଠି ଖାଲି ଆପଣମାନଙ୍କୁ କ'ଣ ମାନେ ରଖାଯାଇଛି, ଡାକ୍ତରମାନେ ଆସୁଛନ୍ତି ତାକୁ ଖାଲି ଦେଖିକି ଯାଉଛନ୍ତି କେମିତି ଅଛି, ମାନେ ଚାଲା ବୁଲା ଏସବୁ ନା ଆଉ କିଛି କ'ଣ ଟ୍ରିଟମେଣ୍ଟ ହେଉଛି? ନା ଏବେ ତ ଜଗାର କିଛି ଟ୍ରିଟମେଣ୍ଟ ନାହିଁ। ଜଗା ଖାଲି ପାଠ ପଢ଼ିବ ଆଉ ଜଗାର କାମ ଖପରି ପଡ଼ିବ। ଏ ଦୁଇଟା କାମ ଜଗାର। ଆପଣମାନେ କୋଉଟା ଇମ୍ପୋର୍ଟାଣ୍ଟ ଭାବୁଛନ୍ତି, ତାର ପାଠ ପଢ଼ିବାଟା ନା ବର୍ତ୍ତମାନ ଖପୁରି ପଢ଼ିବାଟା? କୋଉଟା ତାକୁ ନିହାତି ଆବଶ୍ୟକ? ଜଗାର ଖପର ବି ପଡ଼ିବା ଦରକାର। ଭଲ ହୋଇକି ଫେରିଲେ କି କିଛି ଟିକେ ଜାଣିବ ପଡ଼ିବ। ଆମେ ଆଜି ଅଛୁ କାଲି ତ ଆମେ ନଥିବୁ ବାପା ମା। ଆଉ କେମିତି ଚଳିବ, ତା ଭବିଷ୍ୟତ କେମିତି ରହିବ, ଆଉ ଟିକେ ପଢ଼ାପଢ଼ି କଲେ କିଛି ଭଲ ହୁଅନ୍ତା ବୋଲି ଭାବୁଛୁ। କିନ୍ତୁ ଆପଣ ଚାହୁଁଛନ୍ତି ଆଗ ତାର ହେଲମେଟ ଚେଞ୍ଜ ହେଇଯାଉ, ସେ ନର୍ମାଲ ପିଲା ହେଇଯାଉ ନା କ'ଣ? ହଁ, ଜଗା ତ ଚାଲାବୁଲା କରୁଛି। ସକାଳୁ ତା ବାପା ସହିତ ବି ମର୍ଣ୍ଣିଂ ଡ୍ୟୁଟି ଯାଉଛି, 4ଟା ହେଲେ ଯାଉଛି, ଖେଳା ବୁଲା କରିକି ସବୁ ଆସୁଛି। ଆଉ ପାଠ ଟିକେ ନ ପଢ଼ିଲେ ତ ବି ହବ ନାହିଁ। ଆଉ ଖପରି ପଡ଼ିବା ତ ତାର ଅଛି।
ନିହାତି ଦରକାର। ନାଇଁ ସମସ୍ତଙ୍କ ସାଥିରେ ତ କଥାବାର୍ତ୍ତା ସବୁ ଭଲ ମନ୍ଦ ହସା ଖେଳାକି ଯୋଗାକୁ ତ ବହୁତ ସ୍ନେହ କରୁଛନ୍ତି ସମସ୍ତେ ସାର୍ ମାନେ ତାପରେ ସିକ୍ୟୁରିଟି ଭାଇ ମାନେ ସିକ୍ୟୁରିଟି ସମସ୍ତେ କିଏ ନ ଯୋଗାକୁ ସ୍ନେହ କରୁଛନ୍ତି ବହୁତ ଲୋକ ସ୍ନେହ କରୁଛନ୍ତି ଯୋଗାକୁ ଦିଲ୍ଲୀରେ ବି ସେମିତି କରୁଥିଲେ କଟକରେ ବି ସେମିତି ଏ ଫୁଲବାଣୀରେ ବି ସେମିତି ତାର ସ୍ନେହ ମମତା ଯୋଗାର ଆଜି ପର୍ଯ୍ୟନ୍ତ ଲାଗି ରହିଛି ସବୁ ପୁରା ନର୍ମାଲ ଛୁଆ ଭଳିଆ ସିଏ ଅଛି ନା କଣ? ନର୍ମାଲ ଛୁଆ ଭଳିଆ ଖାଲି ଟିକେ ଚାଲାବୁଲା କରିପାରୁନା କୋଉଠି ପଡି ପଡା ଯିବ ଜଗା କଣ କରୁଛ ମୋବାଇଲ ଦେଖୁଛ? ଦେଖୁଛ ମୋବାଇଲ ମୋବାଇଲ କଲ୍ କରିପାରୁଛ ମୋବାଇଲ ରେ? ହଁ କଣ କଣ କହିବୁ ଓଟିଭିରେ ତମକୁ ସମସ୍ତେ ଦେଖିବେ ଓଟିଭିରେ ପାଠ ପଢିବି ପାଠ ପଢିବ ଆଉ ହେଲମେଟ କେବେ କାଢିବା? ହେଲମେଟ କେବେ କାଢିବା? ହେଲମେଟ ଭାଙ୍ଗି ଯାଇଛି ଭାଙ୍ଗି ଯାଇଛି ନାଇଁ? ହଉ ଆଜି କଣ ଖାଉଥିଲ କଣ କରୁଥିଲ କୁଆଡେ କୁଆଡେ ବୁଲୁଥିଲ ଟିକେ କହିବ? ଅଙ୍ଗନାବାଡି ଝିଅ ସାଙ୍ଗରେ ଯାଇଥିଲେ ସୁଭଦ୍ରା ମୁଁ କଦଳୀ ଦେଲେ ତ ମନେ ପଡୁଛି ତମେ ଦିଲ୍ଲୀରେ କେମିତି ଥିଲ ମନେ ପଡୁଛି କିଛି ଦିଲ୍ଲୀରେ କେମିତି ଥିଲ କଣ ମନେ ଅଛି? ଭାଇ କି ମନେ ପଡୁଛି? ଭାଇ କି ଖୋଜୁଛ ମନେ ମନେ ନାଇଁ ଖୋଜୁନ? କଣ କଣ କହିବ କଣ ଦରକାର ତମକୁ କଣ ଦରକାର? ହେଲମେଟ ଦରକାର ଆଉ ସ୍କୁଲ ଯିବ ତମେ ସ୍କୁଲ ଯିବ ନା ତମକୁ ଏଠୁ ଆସିକି କିଏ ପଢେଇବ? ଏଠିକି ଆଇବ ଏଠୁ ଆସିକି ପାଠ ପଢେଇବେ? ହଁ ହଁ ପାଠ ପଢିବ ତମେ ଏବେ କଣ କଣ ଜାଣିଲଣି ପାଠ? କିଛି କିଛି ମା ପଢେଇଲେଣି କଣ କଣ? ଓ ଆ ହଁ ତମ ମୁଣ୍ଡ ଫୁଣ୍ଡ ବଥଉଛି କିଛି ଅଛି? ନାଇଁ କିଛି ନାହିଁ ନା ପୁରା ଭଲ ଲାଗୁଛି? କଣ କଣ ଖାଉଛ ତମେ? କଣ କଣ ଖାଉଛ? ଚକୋଲେଟ ଖାଉଛ? ହଁ ଭଲ ଲାଗୁଛି? ହଁ ସବୁ ଜଗା ଯୋଉ ରହିଛି ତା ସହିତ ସିଧାସଳଖ ମଧ୍ୟ କଥା ହଉଥିଲେ। ସିଏ ବର୍ତ୍ତମାନ ପୁରା ସୁସ୍ଥ ଅଛି ଅନ୍ୟ ସାଧାରଣ ଶିଶୁମାନଙ୍କ ଭଳି ମଧ୍ୟ ତାର ଚଳନି ରହିଛି ଏବଂ କିନ୍ତୁ ସିଏ ଏବେ ଚାହୁଁଛି ତା ମୁଣ୍ଡରେ ଯୋଉ ହେଲମେଟ ଭଳି ଗୋଟେ ଓଜନିଆ ଜିନିଷ ଅଛି ତାହା କାଢି ଦିଆଯାଉ ଏବଂ ସିଏ ପାଠ ପଢିବାକୁ ଚାହୁଁଛି। କନ୍ଧମାଳ ଜିଲ୍ଲାରୁ ତ୍ରିନାଥ ସାହୁ ଓଟିଭି। ଆପଣ ଶୁଣୁଥିଲେ ଜଗାର ପ୍ରତିକ୍ରିୟା ସେ ଅନ୍ୟ ପିଲାଙ୍କ ଭଳି ବର୍ତ୍ତମାନ ସମୟରେ ପାଠ ପଢୁଛି କଥା କହୁଛି ବୁଲୁଛି କିନ୍ତୁ ଦ୍ୱିତୀୟ ଅସ୍ତ୍ରୋପଚାର କେବେ କରାଯିବ ତାକୁ ନେଇ ମଧ୍ୟ ପରିବାର ଲୋକ ଅପେକ୍ଷାରେ ରହିଛନ୍ତି ଏବଂ ଦ୍ୱିତୀୟ ଅପରେସନ ପରେ ହୁଏତ ଜଗା ମୁଣ୍ଡରୁ ହେଲମେଟ ବାହାରି ପାରେ କେବେ ଅପରେସନ ହେବ ତା ଉପରେ ରହିଛି ଏବେ ନଜର।